କରି ମୋତେ ମଧ୍ୟ ବାଡ଼େଇକି ଟ୍ରେନ୍ରେ ପକେଇଥିଲେ ମୋତେ ମଧ୍ୟ ବାଡ଼େଇକି ଟ୍ରେନ୍ରେ ପକେଇଥିଲେ ସେ ସରକାର ବେଳେ ଅଞ୍ଜନା ମିଶ୍ର ଗଣଦର୍ଶନ ହେଲା ଆପଣମାନେ ଜାଣିଥିବେ। ମୁଁ ଛାତ୍ର ରାଜନୀତି ବେଳେ ମୁଁ ମଧ୍ୟ ପିଏମ୍ଜି ଛକରେ ଆନ୍ଦୋଳନ କରି ମୋତେ ମଧ୍ୟ ବାଡ଼େଇକି ଟ୍ରେନ୍ରେ ପକେଇ ଦେଇଥିଲେ। ତେଣୁକରି ଆନ୍ଦୋଳନ ଏକ ପ୍ରକ୍ରିୟା। ଏ ଘଟଣାରେ ସରକାର ଯଥେଷ୍ଟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ ଏକ ଉଚ୍ଚସ୍ତରୀୟ ତଦନ୍ତ ବସିଛି। ଖାଲି ଯେ ସେ ଅଧ୍ୟାପକ ପ୍ରିନ୍ସିପାଲ ନୁହଁ, ଯିଏ ବି ଏଥିରେ ଦୋଷୀ ଥିବେ ସେ ଦଣ୍ଡ ମଧ୍ୟ ସରକାର ଦେଇଛନ୍ତି। ଆପଣ ମୁଁ ପୁରା ଦିଗକୁ ଯାଉଛି, ଆପଣ ଦେଖିବେ ପୁରୀ ଜଗନ୍ନାଥଙ୍କ ଘଟଣାରେ ଏସ୍ପି କଲେକ୍ଟରଙ୍କୁ ବଦଳି କରାଗଲା। ପରବର୍ତ୍ତୀ ଅବସ୍ଥାରେ ଯାହା ଯାହା ଘଟଣା ଘଟିଛି ଆପଣମାନେ ଦେଖିବେ ବିଏମ୍ସି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ଏବଂ ଏ ଘଟଣାରେ ମଧ୍ୟ ପ୍ରିନ୍ସିପାଲ ଏବଂ ଜଣେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ମାନେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତଦନ୍ତ ଚାଲିଛି। ତେଣୁକରି ଆନ୍ଦୋଳନ ଏକ ପ୍ରକ୍ରିୟା, ଏଇଟା ବିରୋଧୀ ଦଳଙ୍କର କର୍ତ୍ତବ୍ୟ। ସିଏ ତେଣୁକରି ଆନ୍ଦୋଳନ କରୁଛନ୍ତି। ଯଦି ବ୍ୟକ୍ତିଗତ ସ୍ତରକୁ ଯିବା ଯେ ବିଜୁ ଜନତା ଦଳରେ ଆପଣ ଜାଣିବେ ବହୁ ନେତାଙ୍କ ନାଁରେ ଏତାଲା ବି ଗିରଫ ହେଇପାରିଲେ ନାହିଁ। ଆପଣ ଜାଣିବେ, ମୁଁ ତ ଧନ୍ୟବାଦ ଦେବି ମୁଖ୍ୟମନ୍ତ୍ରୀଙ୍କୁ, ଏତାଲା ନଥାଇକି ମଧ୍ୟ ଜଗନ୍ନାଥ ପ୍ରଧାନ ଭାରତୀୟ ଜନତା ପାର୍ଟିରେ ପ୍ରାର୍ଥୀଙ୍କୁ ସରକାର ଗିରଫ କଲେ। କେତେ ବଡ଼ ହୃଦୟତାର ସର କଲେ ଆପଣମାନେ ଜାଣିଥିବେ। ଆପଣ ଜାଣିଥିବେ ଏଠି ଗୋଟେ ଡବଲ ମର୍ଡର କେସ୍ରେ ପ୍ରତାପ ଜେନା ପୂର୍ବତନ ଆଇନ ମନ୍ତ୍ରୀଙ୍କ ନାଁ ଥାଇ ମଧ୍ୟ ହେଲାନି। ତେଣୁକରି ସରକାରଙ୍କର ଦାୟିତ୍ୱ ହେଲେ ତଦନ୍ତ କରିବା। ସରକାର ତଦନ୍ତ କରିବେ, ଯିଏ ଦୋଷୀ ଦଣ୍ଡ ଦେବେ। ଏଣୁକରି ବିରୋଧୀ ଦଳ କ'ଣ କରିବେ କ'ଣ ନ କରିବେ, କିଛି ଆନ୍ଦୋଳନ କରିବେ, କାହାର କ'ଣ ଘଟଣା ହେଇଛି ତା ସରକାର ତଦନ୍ତ କରିବେ। ବବି ଦାସ ଯେହେତୁ ଜଣେ ସାଂଗଠନିକ ସମ୍ପାଦକ ପୂର୍ବତନ ଥିଲେ ଏବଂ ଜଣେ ବରିଷ୍ଠ ନେତା, ବିଭିନ୍ନ ଦଳରେ ବିଭିନ୍ନ ସାଂଗଠନିକ ସମ୍ପାଦକ ରହିବେ, ତାଙ୍କୁ ଏଭଳି ଆକ୍ରମଣ କରିବାଟା ଟିକେ ମୁଁ ସେ କଥା ଜାଣିନି। पुलिस बीजेपी सरकार गेल्हा पुओ साजिଛି ବୋଲି କଥା ଯେ पुलिस ବର୍ଷେ ଭିତରେ କେହି ଚାକିରି ପାଇନାହାନ୍ତି। ଯେଉଁ पुलिस ଏଇନା ଚାକିରି କରିଛନ୍ତି ସିଏ ବି ସେ ବିଗତ 25 ବର୍ଷ ସରକାରରେ पुलिस ହେଇକି ଥିଲେ। ତେଣୁକରି पुलिसର କାମ କରୁଛି। ଯଦି ଏମିତି କିଛି ଘଟଣା ହେଇଥିବ ତାର ତଦନ୍ତ କରାଯିବ, ଯାହା କାର୍ଯ୍ୟାନୁଷ୍ଠାନ ଆଇନ ଅନୁସାରେ ଥିବ ତାଙ୍କ ବିରୁଦ୍ଧରେ ନିଆଯିବ।